ଆପଣମାନଙ୍କୁ ପ୍ରଣାମ। ପିଲାଟିଏ ରାସ୍ତାରେ ଯିବାବେଳେ ଗଛରୁ ଡାଳଟିଏ ଖସି ପଡ଼ିଲା ତା ମୁଣ୍ଡ ଉପରେ। ମୁଣ୍ଡରେ ହାତ ମାରି ଜାଣିଲା ମୁଣ୍ଡ ଫାଟି ଯାଇଛି, ଧାର ଧାର ରକ୍ତ ବହୁଛି। ଚାରିଆଡ଼କୁ ଚାହିଁ ଖୋଜୁଥିଲା ଏ ଡାଳ କିଏ ପକେଇଲା। ଯଦି କେହି ମଣିଷ ପକେଇଛି ତେବେ ସେ ହିଁ ମୋ ମୁଣ୍ଡ ଫାଟିବାର କାରଣ। କିନ୍ତୁ କେହି କୁଆଡ଼େ ନଥିଲେ। ରାସ୍ତାରେ ଡାଳଟି ସେମିତି ପଡ଼ିଥିଲା। ବାଳକଟି ଡାଳକୁ ଖୁବ୍ ଜୋରରେ ଗାଳିଦେଲା। ତାପରେ ଧୀରେ ଧୀରେ ନିଜ ବାଟରେ ଚାଲିଲା। ଆମମାନଙ୍କ ଭିତରୁ ଅନେକ ଅଛନ୍ତି ଠିକ୍ ଏଇ ପିଲାଟି ପରି। କୌଣସି ସମସ୍ୟାଟିଏ ଆସିଲେ ତାକୁ ସମାଧାନ କରିବା ବଦଳରେ ଆମେ ରାଗିଯାଉ, ଅଧୈର୍ଯ୍ୟ ହୋଇପଡ଼ୁ। ଏଇ ଯେମିତି ପିଲାଟି ଡାଳକୁ ଗାଳିଦେଲା। ଶ୍ରୋତାବନ୍ଧୁ, ଥରେ ଭାବି ଦେଖିଲେ, ଗଛରୁ ପଡ଼ିଥିବା ଡାଳକୁ ଗାଳି ନ ଦେଇଥିଲେ କ'ଣ ଚଳିନଥାନ୍ତା? ଗାଳିଦେବା ଦ୍ୱାରା ଡାଳଟି ଗଛରେ ପୁଣି ଲାଗିଗଲାନି କି ମୁଣ୍ଡର କ୍ଷତ ବି ଭଲ ହେଲାନି, ବରଂ ନିଜର ମୁହଁ ଖରାପ ହେଲା। ଏ ନିକାଞ୍ଚନ ରାସ୍ତାରେ ତାର ଗାଳିକୁ କିଏ ବା ଶୁଣୁଛି? ସେ ନିଜେ ଗାଳିଦେଲା ଆଉ ନିଜେ ହିଁ ଶୁଣିଲା। ଏଇ ଗାଳିଦେବା ଭିତରେ ସେ ଆଉ ଗୋଟିଏ ନୂଆ କର୍ମଫଳ ତିଆରି କଲା। ଜୀବନରେ ଅଲଗା ଯନ୍ତ୍ରଣା ପାଇଁ ନୂଆ ମଞ୍ଜିଟିଏ ବୁଣିଲା। କଥା ହେଉଛି, ଆମେ ଜାଣିଶୁଣି ହେଉ ବା ଅଜଣାରେ ଯେମିତି କାମଟିଏ କରିବା ସେମିତି ଫଳ ଭୋଗିବା। ସେଇଥିପାଇଁ ପୂର୍ବପୁରୁଷମାନେ କହିଛନ୍ତି, ବୁଝି ବିଚାରି କାମ କରିବା ଦରକାର। ଜୀବନରେ କୋଉଠି ନା କୋଉଠି ଖରାପ କାମଟିଏ କରିଦେଲେ ତାର ଫଳସ୍ୱରୂପ ଏମିତି ଦଣ୍ଡ ପାଉ। ଗୋଟିଏ କର୍ମଫଳ କ୍ଷୟ ହେବାକୁ ଗଲାବେଳେ ସେଇଠି ବୃଥାରେ ଗାଳିଦେଲେ ଆଉ ଗୋଟିଏ ନୂତନ କର୍ମଫଳ ସୃଷ୍ଟି ହୋଇଯାଏ। ଆମେ ଯାହା କରୁ ତାର ପ୍ରତିଟି ଫଳ ଆମକୁ ଭୋଗିବାକୁ ହୁଏ। ସେଇ ଫଳ ଭିତରୁ ଆମେ କେତେଟା ମନେ ରଖୁ ଆଉ କେତେଟା ଭୁଲିଯାଉ। ଆମେ ଭୁଲିଗଲେ ମଧ୍ୟ ଯାହା କରିଛେ ତାର ଫଳ ନିଶ୍ଚୟ ଦିନେ ନା ଦିନେ ଭୋଗିବାକୁ ହେବ। ଜୀବନରେ ଆମକୁ ଏମିତି ମାନି ନେବାକୁ ହେବ ଯେ ଯାହା କରିଛି ତାର ଫଳ ଏବେ ଭୋଗୁଛି। ଏବେ ଏବେ ଯାହା କରୁଛି ତାର ଫଳ ଆଗାମୀ ଦିନକୁ ସଞ୍ଚିତ ହୋଇ ରହୁଛି। ଯଦି ଏବେଠାରୁ ପ୍ରସ୍ତୁତ ହୁଏ, ଆଗାମୀ ଦିନରେ ଫଳ ନିଶ୍ଚିତ ଭାବରେ ମଙ୍ଗଳମୟ ହେବ। ଆଜିକାଲି ଆମମାନଙ୍କର ଏକ ବିଚିତ୍ର ମାନସିକତା। ଜଣେ ଅନ୍ୟ ଜଣକୁ ଗାଳି ଦେଇ ଚାହୁଁଛି ସମସ୍ତେ ତାକୁ ଶ୍ରଦ୍ଧା କରନ୍ତୁ। ନିଜେ ରାସ୍ତାରେ କଣ୍ଟା ବିଛେଇ ଫୁଲରେ ଚାଲିବାକୁ ଚାହୁଁଛି। ଏହା କ'ଣ ସମ୍ଭବ? ଆମ୍ବ ଗଛ ଲଗାଇ ସେଥିରୁ କ'ଣ କେହି ଅନ୍ୟ ଫଳ ଆଶା କରେ? ଆମ୍ବ ଗଛରେ ତ ଆମ୍ବ ହିଁ ଫଳିବ। ସେହିପରି ଖରାପ କର୍ମ କରି ଭଲ ଫଳ ଆଶା କରିବା ନିଜର ନିର୍ବୋଧପଣିଆ ଛଡ଼ା ଅନ୍ୟ କିଛି ନୁହେଁ। ବୁଦ୍ଧଦେବଙ୍କ ଜୀବନର ଛୋଟ ଘଟଣାଟିଏ। ଥରେ ବୁଦ୍ଧଦେବ ତାଙ୍କର ଶିଷ୍ୟମାନଙ୍କ ସହିତ ରାସ୍ତାରେ ଯାଉଥାନ୍ତି। ହଠାତ୍ ଝୁଣ୍ଟି ପଡ଼ିଲେ। ପାଦରେ ଆଘାତ ଲାଗି ରକ୍ତ ବୋହୁଥାଏ। ସେଇଠି ବୁଦ୍ଧଦେବ ଉପରକୁ ହାତ ଟେକି ଆଖି ମୁଦି ଭଗବାନଙ୍କୁ ପ୍ରାର୍ଥନା କଲେ ଏବଂ କହିଲେ, ହେ ପ୍ରଭୁ, ଆପଣଙ୍କୁ କୃତଜ୍ଞତା ଜଣାଉଛି। ଆପଣଙ୍କ କୃପାରେ ମୁଁ ଆଜି ଝୁଣ୍ଟି ପଡ଼ିଲି, ଆଘାତ ପାଇଲି। ଜୀବନରେ କୋଉଠି କୋଉ ପାପ କାମ କରିଥିଲି ଏଯାଏ ମନେ ରଖି ନାହିଁ, ଅଥଚ ତମେ ମନେ ରଖି ସେ କର୍ମଫଳକୁ ଫେରାଇ ଦେଇଛ। ଏହା ଦେଖି ଅନ୍ୟ ଶିଷ୍ୟମାନେ ବିରକ୍ତ ହେବାକୁ ଲାଗିଲେ। ଜଣେ ଶ୍ରେଷ୍ଠ ସନ୍ନ୍ୟାସୀ ବୋଲଉଥିବା ବୁଦ୍ଧଦେବଙ୍କର ଇଏ କି ବ୍ୟବହାର? ପାଦରେ ଆଘାତ ଲାଗିଛି, ରକ୍ତ ବହୁଛି, ତାକୁ ସଫା ନ କରି ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି, କୃତଜ୍ଞତା ଜଣାଉଛନ୍ତି। ଆଉ କେହି କେହି କହୁଥାନ୍ତି, ବାଟରେ ପଥରଟା ଯିଏ ପକେଇଛି ତାକୁ ମାଡ଼ ଦେବା ଦରକାର, କାରଣ ପଥରକୁ ଆମ ଗୁରୁ ଝୁଣ୍ଟିଛନ୍ତି, କେତେ କଷ୍ଟ ପାଉଛନ୍ତି। ବୁଦ୍ଧଦେବ ଶିଷ୍ୟମାନଙ୍କର ଏପରି ବ୍ୟବହାର ଓ ଅଧୈର୍ଯ୍ୟପଣିଆ ଦେଖି କହିଲେ, ଶୁଣ, କେତେବେଳେ ଭୁଲ କାମଟିଏ କରିଥିଲି ଯେ ଭଗବାନ ତାର ଫଳକୁ ଏବେ ଦେଲେ। ମୋ କର୍ମଫଳ ତ ମୁଁ ଭୋଗିଛି। କାହାକୁ ଗାଳି ଦେବା କ'ଣ ଦରକାର? ଗାଳି ଦେଲେ କ'ଣ ପାଦର ପୀଡ଼ା କମିଯିବ? ନା ଯୋଉ ଲୋକଟି ପଥର ପକେଇଥିବ ଏ ଗାଳି ତା ପାଖରେ ପହଞ୍ଚିବ? ଯଦି ଏମିତି କିଛି ସୁବିଧା ହେଇପାରୁନି, ତେବେ ଅଯଥାରେ ଗାଳି ଦେଇ ନିଜର ମୁହଁକୁ କାହିଁକି ଖରାପ କରିବା? କୌଣସି ମଣିଷ ଜନ୍ମରୁ ଅବୁଝା ନୁହେଁ, କିନ୍ତୁ କେତେକ ପରିସ୍ଥିତିରୁ ମଣିଷ ଭିତରେ ଅବୁଝାପଣ ସବୁ ଜମାଟ ବାନ୍ଧିଥାନ୍ତି। ମା ଗର୍ଭରେ ଥିବାବେଳେ ସେ କଷ୍ଟ ପାଇଛି, ଜନ୍ମ ହେଲାବେଳେ ବି ଯନ୍ତ୍ରଣା, ଛୋଟବେଳେ ଅସହାୟ ହୋଇ ପଡ଼ିଥିବା ବେଳେ ବହୁ ଦୁଃଖ ସହିଛି। ଏସବୁ କଷ୍ଟଠାରୁ ଝୁଣ୍ଟି ପଡ଼ିବା କ'ଣ ଏତେ ବେଶୀ କଷ୍ଟ? ନା ଆଜି ଆମେ ଯେଉଁ ସବୁ ସମସ୍ୟାକୁ ସାମ୍ନା କରୁଛୁ ସେସବୁ ଏତେ ବଡ଼ ସମସ୍ୟା? ତଥାପି ମଣିଷ ଧୈର୍ଯ୍ୟହରା ହେଇ ଗାଳି ଦିଏ, କାରଣ ଏମିତି ପରିସ୍ଥିତି ପିଲାମାନେ ଶିଖିଥାନ୍ତି ନିଜ ଚାରିପାଖରୁ। ଛୋଟ ପିଲାଟିଏ ଝୁଣ୍ଟିଲେ, ପଡ଼ିଗଲେ ବା କୋଉଠି ବାଡ଼େଇ ହେଇଗଲେ ଯନ୍ତ୍ରଣାରେ କାନ୍ଦି ଉଠେ। ଏତିକିବେଳେ ଆତ୍ମୀୟମାନେ ତାକୁ କୋଳେଇ ନେଇ ପିଟି ହୋଇଥିବା ବସ୍ତୁକୁ ଆଘାତ କରି କହନ୍ତି, ମୁଁ ତାକୁ ବାଡ଼େଇଲି, ତୁ ଆଉ କାନ୍ଦେ ନା। ସେହି ବସ୍ତୁକୁ ବଡ଼ ପାଟିରେ ଗାଳି ଦିଅନ୍ତି। ଶିଶୁଟି ଏଇଠୁ ଶିଖେ, ଯିଏ ମୋତେ ଆଘାତ ଦେବ ମୁଁ ବି ତାକୁ ଗାଳି ଦେବି, ନହେଲେ ମାରିବି। ଜଣେ ଭଲ ମାନସିକତା ନେଇ ବଞ୍ଚିବାକୁ ଚାହିଁଲେ ତା ପାଇଁ ଅନେକ ଭଲ ପରିସ୍ଥିତି ଅଛି। ଯେମିତି କୁସଂସ୍କାରରୁ ଆମର ଖରାପ ଅଭ୍ୟାସ ଆସେ ଆଉ ଜୀବନକୁ ଦୁଃଖ ଦିଏ, ସେମିତି ସୁସଂସ୍କାରରୁ ଜୀବନ